ଯଦି ଆପଣ ଦିନ ସମୟରେ ଅଧିକ ଚିନ୍ତା କରିବାର ଅନୁଭବ କରୁଛନ୍ତି, ତେବେ ଦିନରେ ଶାରୀରିକ ସମ୍ପର୍କ ବନାଇବା ଦ୍ୱାରା ଚିନ୍ତା ବହୁତ ମାତ୍ରାରେ କମ୍ ହୋଇଯାଇଥାଏ। ଶାରୀରିକ ସମ୍ପର୍କ ବନାଇବା ପୂର୍ବରୁ ମହିଳାଙ୍କ ଗୁପ୍ତାଙ୍ଗ ଉପରେ ନଡ଼ିଆ ତେଲ ମାଲିସ କରିବା ଦ୍ୱାରା ମହିଳାଙ୍କ ଗୁପ୍ତାଙ୍ଗରେ ଥିବା ଶୁଖିଲାପଣ ଓ ଯନ୍ତ୍ରଣା କମ୍ ହୋଇଯାଇଥାଏ। ଯେଉଁ ମହିଳା ବୁଢ଼ା ପୁରୁଷର ଗୁପ୍ତାଙ୍ଗ ଚୁଷିଥାନ୍ତି, ତେବେ ଏହାର ମାନେ ହେଉଛି କି ତାଙ୍କୁ ଯବାନ ପୁରୁଷ ମିଳିନାହାନ୍ତି ବା ସେହି ମହିଳା ଚରିତ୍ରହୀନ ଅଟନ୍ତି। ଶରୀରରୁ ସୁନ୍ଦର ହୋଇଥିବା ମହିଳା ଆପଣଙ୍କୁ ବିଛଣା ଉପରେ ଖୁସି କରିପାରିବେ ସତ, କିନ୍ତୁ ଆପଣଙ୍କ ଜୀବନକୁ ସୁନ୍ଦର କରିପାରିବେ ନାହିଁ। ଯଦି ପୁଅମାନେ 10 ଆଡ଼େ ମୁହଁ ମାରି ପବିତ୍ର ହୋଇପାରନ୍ତି, ତେବେ ଝିଅମାନଙ୍କ ଉପରେ ଚରିତ୍ରହୀନର ପ୍ରଶ୍ନ ଉଠିଥାଏ କାହିଁକି? ଯଦି ପୁଅମାନେ ପବିତ୍ର ଅଟନ୍ତି, ତେବେ ଝିଅମାନେ ବି ପବିତ୍ର ଅଟନ୍ତି। ଯଦି ସ୍ତ୍ରୀଙ୍କ ଉପରକୁ ଚଢ଼ୁ ଚଢ଼ୁ ଆପଣଙ୍କ ପାଣି ବାହାରି ଯାଉଛି ବା ଠିଆ ହୋଇ ତୁରନ୍ତ ଢିଲା ପଡ଼ିଯାଉଛି, ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ। ପ୍ରଥମେ ଜଡ଼ିବୁଟି ଦୋକାନରୁ 100 ଗ୍ରାମ ମୁଲେଠି ଓ 100 ଗ୍ରାମ ଅଶ୍ୱଗନ୍ଧା ଚେର ନେଇ ଆସନ୍ତୁ ଓ ଏହି ଦୁଇଟିକୁ କୁଟି କୁଟି ଭଲ ଭାବରେ ପାଉଡର କରି ନିଅନ୍ତୁ ଓ ଏଥିରେ 50 ଗ୍ରାମ ଖାଣ୍ଟି ମହୁ ଭଲ ଭାବରେ ମିଶାଇ ଗୋଟେ କାଚ ପାତ୍ରରେ ସାଇତି ରଖନ୍ତୁ ଓ ପ୍ରତିଦିନ ରାତିରେ ହାଲକା ଖାଦ୍ୟ ଖାଇବାର 30 ମିନିଟ୍ ପରେ ଏଥିରୁ ଗୋଟେ ଚାମଚ ଖାଇ ନିଅନ୍ତୁ। ଏହା ଦ୍ୱାରା ଆପଣଙ୍କର ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହୋଇ ରହିବ ଓ ଆପଣଙ୍କ ଇଚ୍ଛାରେ ପାଣି ବାହାରିବ। ପ୍ରେମରେ ପଡ଼ିଥିବା ମହିଳାଙ୍କୁ ଆପଣଙ୍କ ସହିତ ଶୋଇବା ଠାରୁ ଅଧିକ ଆପଣଙ୍କ ସହିତ ଉଠିବାକୁ ବହୁତ ଭଲ ଲାଗିଥାଏ।